ନମସ୍କାର, ଜୟ ଜଗନ୍ନାଥ। କ୍ରିଏଟିଭ୍ ଓଡ଼ିଶାକୁ ଆପଣଙ୍କ ସ୍ୱାଗତ କରୁଛି। ମୁଁ ଗଣେଶ। ଆଜି ଆପଣଙ୍କୁ ମୁଁ କହିବି, ଯେଉଁମାନେ କୃଷି କାର୍ଯ୍ୟ କରୁଛନ୍ତି, ଏଗ୍ରିକଲଚର ବା ଫାର୍ମିଂ କାମ କରୁଛନ୍ତି, ଚାଷୀ ଯେଉଁ ପ୍ରକାର ମେସିନାରୀ ଆଇଟମ୍ କିଣୁଛନ୍ତି ଚାଷ କାର୍ଯ୍ୟ ପାଇଁ କିମ୍ବା ଫାର୍ମିଂ ପାଇଁ, ଟ୍ରାକ୍ଟରଠୁ ଆରମ୍ଭ କରିକି ସବୁ ପ୍ରକାର ପାୱାର ଟିଲର, ଆପଣଙ୍କର ଧାନ କଟା ମେସିନ୍, ଧାନ ବୁଣା ମେସିନ୍, ଆପଣଙ୍କର ସୋଲାର ପମ୍ପ, ଲେଟେଷ୍ଟ ଆସୁଛି ଡ୍ରୋନ୍ ମେସିନ୍, ଯୋଉଟା କି ଡ୍ରୋନ୍ ମାଧ୍ୟମରେ ଆପଣଙ୍କର ଛିଞ୍ଚନ କରିବେ, ଯୋଉଟା ଔଷଧ ଛିଞ୍ଚନ କରିବେ ଆପଣ ଚାଷ ଜମି ମାନଙ୍କରେ। এই ସବୁ ପ୍ରକାର ମେସିନାରୀ ଆଇଟମ ଉପରେ ଆପଣମାନେ ସବସିଡି ପାଇପାରିବେ। ଆପଣ ଯଦି କିଣୁଛନ୍ତି ଗଭର୍ଣ୍ଣମେଣ୍ଟ ତରଫରୁ ସବସିଡି ପାଇପାରିବେ। ମେସିନାରୀ ଜିନିଷ କୋଉଠୁ ମଧ୍ୟ କିଣିବେ ତାହା ମଧ୍ୟ ମୁଁ ଭିଡ଼ିଓରେ ଡିଟେଲ୍ସ କହିବି। କୋଉ କୋଉ ଜାଗାରୁ ଆପଣଙ୍କୁ ବ୍ଲକ ହିସାବରେ ଆପଣଙ୍କୁ କହିବି, କୋଉ କୋଉ ଜାଗାରେ ଆପଣ ନିଜେ ଦେଖିପାରିବେ, କୋଉ କୋଉ ଏଜେନ୍ସି ଆପଣଙ୍କୁ ସପ୍ଲାଇ କଲେ ଆପଣ ସେଇଠୁ ସବସିଡି ପାଇପାରିବେ। ମୁଁ ବି ମଧ୍ୟ ଚାର୍ଟ ଆପଣଙ୍କୁ ଦେଖେଇବି। ଆପଣ କିପରି ବେନିଫିଟ୍ ପାଇପାରିବେ ମଧ୍ୟ ଭିଡ଼ିଓରେ ତାହା ଡିଟେଲ୍ସ କହିବି। କିପରି ଆବେଦନ କରିବେ ସବସିଡି ପାଇବା ପାଇଁ, ଗଭର୍ଣ୍ଣମେଣ୍ଟରୁ କ'ଣ କ'ଣ ରିକ୍ୱାରମେଣ୍ଟ ଡକ୍ୟୁମେଣ୍ଟ ପଡ଼ୁଛି ତାହା ମଧ୍ୟ କହିବି। ଆପଣଙ୍କ ପାଖରେ କୋଉ ଡକ୍ୟୁମେଣ୍ଟ ଥିଲେ ଆପଣ ଏଇ ମେସିନାରୀ ଆଇଟମ୍ ସବସିଡିରେ ପାଇପାରିବେ। ଓ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରିଛନ୍ତି ପ୍ଲିଜ୍ ଆମ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ। ଯେଉଁ ଚାଷୀ ଭାଇମାନେ ନିଜ ଜମିରେ ଚାଷ କରୁଛନ୍ତି କିମ୍ବା ଫାର୍ମ ଏଗ୍ରିକଲଚର ଫାର୍ମ ଉପରେ ଡିପେଣ୍ଡେଣ୍ଟ ଅଛନ୍ତି, ସେ ଜନିତ ଯନ୍ତ୍ରପାତିର ଆବଶ୍ୟକ ପଡୁଛି ଆଉ ସେମାନେ କିଣୁଛନ୍ତି, ତାହା ଗଭର୍ଣ୍ଣମେଣ୍ଟ ତରଫରୁ ମଧ୍ୟ ସବସିଡିର ସ୍କିମ୍ ରହୁଛି, ଯୋଉଟା କି ଆପଣମାନେ ତାହା ବେନିଫିଟ୍ ପାଇପାରିବେ। ଆଉ ଆ ପାଇଁ ଆପଣମାନେ ଆପଣଙ୍କର ଯେଉଁ ନିକଟସ୍ଥ ବ୍ଲକ, ଆପଣ କୋଉ ଡିଷ୍ଟ୍ରିକ୍ଟର ଅଛନ୍ତି, ଆପଣ ନିକଟସ୍ଥ ଡିଷ୍ଟ୍ରିକ୍ଟର ଯେ ଏଜେନ୍ସି ଗଭର୍ଣ୍ଣମେଣ୍ଟ ଦେଇଛି ତାଙ୍କ ପାଖରୁ ହିଁ କିଣିଲେ ଆପଣ ସବସିଡି ପାଇପାରିବେ। ସେ ଏଜେନ୍ସି ଡିଟେଲ୍ସ ଆମ ଡେସ୍କ୍ରିପସନ ଲିଙ୍କରେ ମୁଁ ଦେଇଦେବି। ଆଗକୁ ମଧ୍ୟ କହିବି ଆପଣଙ୍କ ଏଜେନ୍ସି କୋଉ କୋଉ ଏଜେନ୍ସି ଡେମୋ ପାଇଁ କହିବି। ଆଉ ଆପଣଙ୍କୁ ଯେଉଁ ଯଦି ଆପଣ କୌଣସି ମେସିନାରୀ ପ୍ରଡକ୍ଟ କିଣୁଛନ୍ତି ତ ଆପଣଙ୍କୁ ଆପଣଙ୍କ ଡିଷ୍ଟ୍ରିକ୍ଟ, ଆପଣଙ୍କ ଯେଉଁ ବ୍ଲକ କିମ୍ବା ଡିଷ୍ଟ୍ରିକ୍ଟ, ଆପଣ କୋଉ ଡିଷ୍ଟ୍ରିକ୍ଟରେ ଅଛନ୍ତି, ଆପଣଙ୍କ ସେ ଡିଷ୍ଟ୍ରିକ୍ଟର ଏଜେନ୍ସି କିଏ ଅଛି ଆପଣ ଜାଣିବାକୁ ଚାହିଁଲେ ଆପଣ ଏଇ ଡିବିଟି ସ୍କିମ୍କୁ ପଳେଇ ଆସିବେ। ଡିବିଟି ସ୍କିମ୍ ଫାର୍ମ ଏମ୍ପ୍ଲୟମେଣ୍ଟ, ଏଇଟା ମୁଁ ଡେସ୍କ୍ରିପସନ ଲିଙ୍କରେ ଦେବି। ଓଡ଼ିଶା ଫାର୍ମ machinery.nic.in ମାରିକି ସର୍ଚ୍ଚ କଲା ପରେ ଫାର୍ମ ମେସିନାରୀ ପମ୍ପ ଲେଖା ହେଇଛି। ଆପଣ ଏଇ ଲିଙ୍କ ଉପରେ କ୍ଲିକ୍ କରିବେ। ଲିଙ୍କ ଉପରେ ଗଲେ ଏଇ ଭାବେ ଗୋଟେ ଲିଙ୍କ ଖୋଲିଯିବ, ପେଜ୍ ଖୋଲିଯିବ। ଏ ପେଜ୍କୁ ଆସିଲା ପରେ ଏଠି ଆପଣଙ୍କର ଦେଖନ୍ତୁ, ଏଠି ଲେଖା ହେଇଛି ଗୋଟେ ରିପୋର୍ଟ ଉପରେ ଯାଇକି କ୍ଲିକ୍ କରିକି ଅପସନକୁ ଯାଇକି ଆପଣ ଏଠି ଦେଖନ୍ତୁ, ଆପଣଙ୍କର ମେସିନ୍ ସପ୍ଲାଏ ଅଛି। ମେସିନ୍ ସପ୍ଲାଏ ଆପଣ ଏଠି ସର୍ଭିସ ସେଣ୍ଟର ଲିଷ୍ଟ ହେଉଛି। ଆପଣଙ୍କର ଯେଉଁ ପ୍ରକାର ମେସିନ୍ ଆଣୁଛନ୍ତି ତା ସର୍ଭିସ ସେଣ୍ଟର ଲିଷ୍ଟ ମଧ୍ୟ ଏଠି ପାଇପାରିବେ। ଆପଣ କୋଉ ମେସିନ୍ ଆଣୁଛନ୍ତି, ଡିଷ୍ଟ୍ରିକ୍ଟ କ'ଣ, ସର୍ଚ୍ଚ ମାରିଲେ ଆପଣ ସର୍ଭିସ ସେଣ୍ଟର ପାଇପାରିବେ। ଆପଣ ଯଦି ମେସିନ୍ କୌଣସି ପ୍ରକାର ଖରାପ ହେଉଛି, ଆଉ ଯଦି ମେସିନ୍ ଆପଣ କୌଣସି ପ୍ରକାର ମେସିନ୍ କିଣିବାକୁ ଚାହୁଁଛନ୍ତି, ସେଇ ମେସିନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆଉ ଗୋଟେ ପେଜ୍ ଖୋଲିଯିବ। ପେଜ୍କୁ ଆସିଲା ପରେ ଏଠି ଆପଣଙ୍କ ଫାଇନାନ୍ସ ଇୟର ଲେଖିବେ। ଆପଣ କୋଉ ଫାଇନାନ୍ସ ଇୟର କିଣିବେ, 24-25ରେ କିଣିବେ, ଆଉ କୋଉ ପ୍ରକାର ଜିନିଷ କିଣିବେ, ପାୱାର ଟିଲର, ଆପଣ ଟ୍ରାକ୍ଟର, ଆପଣଙ୍କର ଟ୍ରାନ୍ସପୋର୍ଟର, ସବୁ ପ୍ରକାର ରେଟାଭେଟର, ହେଡ୍ ଟଲର, କମ୍ବାଇନ, ପାୱାର, ଏଇ ସବୁ ପ୍ରକାର ସବୁ ପମ୍ପ ସେଟ୍, ଆପଣଙ୍କୁ ଯାହା ଏଗ୍ରିକଲଚର ପାଇଁ ଯାହା ଆବଶ୍ୟକ ଜମିସି ଯନ୍ତ୍ରପାତି ରହୁଛି, କୃଷି ଯନ୍ତ୍ରପାତି ସବୁ ଲିଷ୍ଟ ଅଛି। ଆପଣ ଲିଷ୍ଟରୁ ବାଛିବେ ଆପଣଙ୍କ ହିସାବରେ ଆପଣଙ୍କର ରିକ୍ୱାରମେଣ୍ଟ କ'ଣ ଦରକାର। ଆପଣଙ୍କର ଏମବି ପ୍ଲୋ ଦରକାର କି ଆପଣ ଟ୍ରାକ୍ଟରର ଏଇ ଯେଉଁ ପାୱାର ଟିଲର ଦରକାର, ତ ଆପଣ ଚୁଜ୍ କରିବେ। ତାପରେ ଆପଣ ଡିଷ୍ଟ୍ରିକ୍ଟ ଏଠି ଚୁଜ୍ କରିବେ, ଆପଣ କୋଉ ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି। ମୁଁ ମୋ ଗୋଟେ ଡେମୋ ପାଇଁ ଗଞ୍ଜାମ ଡିଷ୍ଟ୍ରିକ୍ଟ ଚୁଜ୍ କରିଛି। ତାପରେ ବ୍ଲକ ଆପଣ ଚୁଜ୍ କରିବେ, ଆପଣ କୋଉ ବ୍ଲକ ଆପଣ ଯେଉଁ ବ୍ଲକ ଆପଣ ଏଠି ଚୁଜ୍ କରିଦେବେ। ଚୁଜ୍ କଲା ପରେ ସେ ଏଠି ଶୋ କରିଯିବ। ଦେଖନ୍ତୁ, ଶୋ କଲା ପରେ ଏଠି ଲେଖା ହେଇଛି ବେନିଫିସିଆରୀ, ଯେଉଁମାନେ ପାଇଛନ୍ତି, ଯେଉଁମାନେ କିଣିଛନ୍ତି ସବସିଡି। ଦେଖନ୍ତୁ, ପାୱାର ଟିଲର ଯେ କବିତା ବିଷୟ ଏଠି ଜଣେ କିଣିଛନ୍ତି, ତାଙ୍କ ପାୱାର ଟିଲର କିଣିଛନ୍ତି, ତାଙ୍କର ଏଇଟା କେବେ କିଣି 24-25ରେ ଏ ବର୍ଷ କିଣିଛନ୍ତି ରିସେଣ୍ଟଲି। ତାଙ୍କ ମୋବାଇଲ ନମ୍ବର ତ ଏଇଟା ଦେଖେଇବନି। ତାପରେ ଆପଣ ତାଙ୍କ ଗାଁ, ବ୍ଲକ ସବୁ ଲେଖା ହେଇଛି ତାଙ୍କର ଏଇଟା। ତାଙ୍କର ଏ ସବୁ ଡିଟେଲ୍ସ ବାହାରିଯିବ। ତାଙ୍କର ପାୱାର ଟିଲର କଷ୍ଟ ପଡୁଛି 2,06,000 ଟଙ୍କା। ତାଙ୍କୁ ସବସିଡି ମିଳିଛି 85,000 ଟଙ୍କା। ଏଠି ସବସିଡି ପାଇଛନ୍ତି 85,000 ଟଙ୍କା। ଏଇଟା ଟ୍ରୁ, ଏଇଟା ଆପଣଙ୍କର 85,000 ଟଙ୍କା ସବସିଡି ପାଇଛନ୍ତି। ଆଉ ସପ୍ଲାଏ କିଏ କରିଛନ୍ତି, ଏଠି ଦେଖନ୍ତୁ, ସପ୍ଲାଏ ଏଲ୍ଏନ୍ ଆଗ୍ରୋ ଏଜେନ୍ସି, ଏଲ୍ଏନ୍ ଆଗ୍ରୋ ଏଜେନ୍ସି ସେ କ'ଣ ଏଇ ସପ୍ଲାଏ ଇଏ ଦେଇଛନ୍ତି। ଆପଣ ଆଙ୍କ ପାଖକୁ ଯୋଗାଯୋଗ କରିପାରିବେ ଆପଣଙ୍କ ଯେ ବ୍ଲକ ହିସାବରେ। ଏଇଟା ମୁଁ ଗଞ୍ଜାମ ଡିଷ୍ଟ୍ରିକ୍ଟ କଥା କହିଲି, ଆପଣଙ୍କ ବ୍ଲକ ସେ ଗଞ୍ଜାମ ଦେଇଛି, ଆପଣଙ୍କ ବ୍ଲକ ଆପଣ ଏଠି ଚୁଜ୍ କରିବେ। ଆପଣଙ୍କ ଏଜେନ୍ସି ପଳେଇ ଆସିବ ନା, ଏଠି ସବୁ ପ୍ରକାର ଯୋଉ ମାନେ ପାଇଛନ୍ତି ସବସିଡି, ଏ ସବୁ ଡିଟେଲ୍ସ ପଳେଇ ଆସିବ ଲିଷ୍ଟ। ଆପଣ ଏଠି ଦେଖନ୍ତୁ, ଆଉ ଗୋଟେ ଏସ୍ଏସ୍ ଜଣେ କିଣିଛନ୍ତି ପାୱାର ଟିଲର, ଯିଏ ସିଏ ବି 24-25ରେ କିଣିଛନ୍ତି। ସିଏ ବି ସେ 85,000 ଟଙ୍କା ସବସିଡି ପାଇଛନ୍ତି। ତା ଦେହରେ ଆପଣଙ୍କର ତ ଏଇ ସବୁ ଡିଟେଲ୍ସ ରହୁଛି। ଆପଣ ନିକଟସ୍ଥ ଆପଣଙ୍କର ଏଇଠି ଏଜେନ୍ସି ଜାଣିପାରିବେ। ଆପଣଙ୍କର ଘର ପାଖ କିମ୍ବା ବ୍ଲକ କି ଡିଷ୍ଟ୍ରିକ୍ଟ ଭିତରେ କିଏ ସପ୍ଲାଏ କରୁଛି ପାୱାର ଟିଲର, ସବୁ ଡିଟେଲ୍ ଫଟୋ, ତାଙ୍କ ସହିତ ଫଟୋ ଉଠୁଛି, ଫଟୋ ଉଠେଇକି ଅପଲୋଡ୍ ହବ ଗଭର୍ଣ୍ଣମେଣ୍ଟ ସାଇଟ୍ରେ।
ସେ ତାଙ୍କର ଅପଲୋଡ୍ କରିବେ, ତାପରେ ଆପଣ ସବସିଡି ପାଇଯିବେ। ଏସବୁ ସବସିଡି ଆପଣ ଆକାଉଣ୍ଟକୁ ଆସିବ। ତ ସବସିଡି ପାଇବା ପାଇଁ ଆପଣଙ୍କୁ 2-3ଟି ଜିନିଷ ଦରକାର। ଆପଣଙ୍କର ଆଧାର କାର୍ଡ ଥିବା ଦରକାର। ତା ସହିତ ଆପଣଙ୍କର ଫାର୍ମର ଆଇଡି ନିହାତି ଆବଶ୍ୟକ। ଆପଣଙ୍କ ଫାର୍ମର ଆଇଡି, ଆପଣ ଚାଷୀମାନେ ଆପଣଙ୍କ ଫାର୍ମର ଆଇଡି ଥିବ, ଆଉ ଫାର୍ମର ନାହିଁ ଯଦି ଆପଣ ବ୍ଲକରେ ଯାଇକି ବନେଇ ପାରିବେ। ମୁଁ ରିସେଣ୍ଟଲି ଏବେ ଗୋଟେ ଫାର୍ମର ଆଇଡି କିପରି ବନେଇବେ ଆପଣଙ୍କ ଭିଡ଼ିଓ କରିଛି, ଆପଣ ମୋ ଚ୍ୟାନେଲକୁ ଯାଇକି ମଧ୍ୟ ତାହା ଦେଖିପାରିବେ। ତ ଆପଣଙ୍କୁ ଆଧାର କାର୍ଡ, ବ୍ୟାଙ୍କ ଖାତା, ଫାର୍ମର ଆଇଡି, ତା ସହିତ ଆପଣଙ୍କର ମୋବାଇଲ ନମ୍ବର ଥିବା ଦରକାର, ଯୋଉଟାକି ଭ୍ୟାଲିଡ ମୋବାଇଲ ନମ୍ବର। ଆପଣ ଓଟିପି ଯିବ, ଆଧାର ସହିତ ମୋବାଇଲ ନମ୍ବର ଲିଙ୍କ ହେଇଥିବା ଦରକାର, ଫଟୋ ଗୋଟେ ଦରକାର। ତ ଏତିକି ଡକୁମେଣ୍ଟ ଦରକାର। ଏତିକି ଡକୁମେଣ୍ଟ ହେଲେ ଆପଣ ସବସିଡି ପାଇପାରିବେ। ଆପଣ ସବସିଡିଟା ଆକାଉଣ୍ଟକୁ ଟ୍ରାନ୍ସଫର ହବ। ତ ଆପଣ ଯୋଉ ଫାର୍ମର ଅଛନ୍ତି, ଯଦି ଆପଣଙ୍କ ଲ୍ୟାଣ୍ଡ ଡକୁମେଣ୍ଟ କୃଷି ଓଡ଼ିଶାରେ ଆପଣଙ୍କୁ ରେଜିଷ୍ଟ୍ରେସନ କରିଥିବା ଦରକାର, ସେଇଟା ହିଁ ମୁଁ ଅଲରେଡି ଭିଡ଼ିଓ ବନେଇଛି, କିପରି ଆପଣ କୃଷି ଓଡ଼ିଶାରେ ନିଜକୁ ରେଜିଷ୍ଟ୍ରେସନ କରିପାରିବେ ତାହା ମଧ୍ୟ ଦେଖିପାରିବେ। ନିଜକୁ ରେଜିଷ୍ଟ୍ରେସନ ନିଜ ମୋବାଇଲ ମାଧ୍ୟମରେ କରିପାରିବେ। ଏସବୁ ଭେଣ୍ଡର ରହୁଛି। ତାପରେ ଏଇ ସାଇଟ୍ରେ ଆଉ ଗୋଟେ ଆପଣଙ୍କୁ କହିଦଉଛି, ଏ ଯୋଉ ଡିବିଟି ସ୍କିମ୍ ଫାର୍ମ, ଯୋଉଟାକି ଆପଣଙ୍କ ଓଡ଼ିଶା ଫାର୍ମ ମେସିନାରୀ ସାଇଟ୍ରେ ଆପଣ ଏଠି ଆପଣଙ୍କର ମେଳା କେବେ କେବେ ପଡୁଛି ଆପଣ ଏଠି ଦେଖିପାରିବେ। ଆପଣଙ୍କର ଏଠି ଅଛି ମେଳା ସିଡ୍ୟୁଲ ଲେଖାଯାଇଛି 24-25, ଏମିତି ଦେଖିପାରିବେ ଆପଣଙ୍କର ମେଳା କେବେ କଣ ପଡୁଛି, ଆପଣ ଏ ସିଡ୍ୟୁଲ ଦେଖିପାରିବେ। ଯଦି ଏ ତ ସର୍ଭିସ ସେଣ୍ଟର କହିଲି, ଆପଣ କୌଣସି ପ୍ରକାର ପ୍ରୋବ୍ଲେମ ହେଲେ ସର୍ଭିସ ସେଣ୍ଟର ଯୋଗାଯୋଗ କରିପାରିବେ। ପରମିଟ ଷ୍ଟାଟସ୍ ଏଠି ଆପଣ ଚେକ୍ କରିପାରିବେ। ଆପଣ ପରମିଟ ଷ୍ଟାଟସ୍ ନମ୍ବର ଦେଇକି ଏଠି ଚେକ୍ କରିପାରିବେ, ଭ୍ୟୁ ପରମିଟ କରିପାରିବେ, ଏସବୁ ରହୁଛି। ତ ଏହିପରି ଭାବେ ଆପଣ ନିଜେ ମେସିନାରୀ ଆଇଟମ କିଣିପାରିବେ ସବସିଡିରେ, ଯୋଉଟାକି 50% ପର୍ଯ୍ୟନ୍ତ ସବସିଡି ରହୁଛି ଗଭର୍ଣ୍ଣମେଣ୍ଟର। ଆପଣ ଭଲ ଭାବେ ବୁଝି ନେବେ। ଆପଣ ଯୋଉ ଏଜେନ୍ସିଠୁ କିଣୁଛନ୍ତି ତାଙ୍କୁ ପଚାରି ଦେବେ। ଆମେ ଲେଡିଜଙ୍କ ନାଁରେ କିଣିଲେ ବେଟର ହବ, ସବସିଡିଟା ଅଧିକା ଥାଏ। ତ ଆପଣ ସେଇ ହିସାବରେ କିଣିବେ। ତ ଭିଡ଼ିଓଟା କିପରି ଲାଗିଲା ନିଜର ମତାମତ ଜଣାଇବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହବ ନୂଆ ଭିଡ଼ିଓ।